ସମସ୍ତଙ୍କ ଭିତରେ ମହୁ ବି ଅଛି ଆଉ ସମସ୍ତଙ୍କ ଭିତରେ ବିଷ ବି ଅଛି। ତୁମ ବ୍ୟବହାର ଉପରେ ନିର୍ଭର କରେ ତୁମେ କଣ ପାଇବା ଯୋଗ୍ୟ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଡିସେମ୍ବର ମାସ 28 ତାରିଖ, ଓଡ଼ିଆ ପୁଷ ମାସ 13 ଦିନ, ରବିବାର, ଶୁକ୍ଳ ପକ୍ଷ ନବମୀ ତିଥି, ଯାହା ରାତ୍ରି 4:16 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ରେବତୀ ନକ୍ଷତ୍ର, ଯାହା ରାତ୍ରି 2:38 ପର୍ଯ୍ୟନ୍ତ ରହୁଛି। ତାପରେ ଅଶ୍ୱିନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 2:38 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ମେଷ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:22। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:11। ଆଜି ଯୁଗ୍ନି ରହିଛି, ଯାହାକି ପୂର୍ବ ଦିଗେ ରାତ୍ରି 4:16 ପରେ ଯୁଗ୍ନି ଉତ୍ତର ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 2:38 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ମେଷ ରାଶି ବ୍ୟକ୍ତିଙ୍କର ରହିବ। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ନବମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଲାଉ, ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଲାଲି ରଙ୍ଗ ଘୋଡ଼ା ବେଶ। ଆଜିର ଅଶୁଭ ବେଳା, ଯାହା ଦିବା 10:38 ରୁ ଦିବା 1:10 ମଧ୍ୟ ରହିଛି, ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 3:57 ରୁ ସନ୍ଧ୍ୟା 5:19 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 2:04 ରୁ ଶେଷ ରାତ୍ରି 3:01 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 7:11 ରୁ ଦିବା 9:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:14 ରୁ ଦିବା 3:10 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:49 ରୁ ରାତ୍ରି 9:39 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:14 ରୁ ରାତ୍ରି 1:57 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ଆରାମ ଦିନ ହୋଇନପାରେ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଯାହାକି ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ। ତେବେ ମେଷ ରାଶି ବ୍ୟକ୍ତି, ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ ଯଦି ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବେ, ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ନିଶ୍ଚିତ ମିଳିବ ଏବଂ ରାଜସୁଖ ପ୍ରାପ୍ତ କରିପାରନ୍ତି। ତେବେ ଆଜି ମେଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଅତିରିକ୍ତ ଚାପ ବଢ଼ିବ, ଯାହା ପାଇଁ ଆପଣ ମାନସିକ ସ୍ଥିତି ଅସ୍ଥିରତା ଆଡ଼କୁ ଅଗ୍ରଗତି କରିବ। ଚାକିରି ସମ୍ବନ୍ଧରେ କାର୍ଯ୍ୟ ଭୁଲ କରିପାରନ୍ତି, ତେଣୁ ଧ୍ୟାନପୂର୍ବକ ନିଜର କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡ଼ିତ, ସେମାନଙ୍କର ନିଶ୍ଚିତ ପ୍ରତିଷ୍ଠା ଲାଭ ହେବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ମେଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭଲ ସମ୍ବନ୍ଧ ରହିବ। କିଛି ନିଚ ଜାତି ଯୁକ୍ତ ଆପଣ ପ୍ରତି ଆକର୍ଷିତ ହୋଇପାରନ୍ତି ବା ପ୍ରେମ ତାଙ୍କ ପ୍ରତି ଅଧିକ ଉଦାରତା ବଢ଼ିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ମେଷ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ।
आज मेष राशि व्यक्ति पारिवारिक संपर्क भल रहिबो, निज भितरे मधुरता देखा देबो। तेबे आज मेष राशि व्यक्ति अर्थजनित कारोबार रे आपन को ध्यान पूर्वक निजर व्यापार वाणिज्य करंतु, कारण अनेक आय ठारो व्यय होवार चांस रहुची। आज मेष राशि व्यक्तिंकर जहा कि स्वास्थ्यगत दृष्टि देखिले आपन को स्वास्थ्य जनित किछि समस्या सामना करबा को पड़िबो। तेणु निश्चित निजर स्वास्थ्य प्रति सचेतन रुहंतु। कौनसी छोट मोट घटना घटी पारे आपनको स्वास्थ्य क्षेत्र रे। आज मेष राशि व्यक्तिंकर भाग्य संख्या रही जहा कि 5, भाग्य रंग रहुची जहा कि धला रंग, एवं ग्रह माने आपन को आज जहा कि 40% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज दिनटी आपणकर प्रत्येक कार्य पूरा शुभयुग रही। निजर आत्मविश्वास बल समस्त कार्य सफलता आड़कू अग्रगति करिवे। आपण निजर लक्ष्य स्थले मध्य पहुंचीबे। आज वृष राशि व्यक्ति बहुत मानसिक स्थिति खुशी रहिबो। तत्सहित कर्म क्षेत्र रे मध्य आगको बढ़िवार पूर्ण सुयोग रही। चाकरी संबंध कार्य आपण कार्य कौशल देखि समस्ते दृष्टि आकर्षण होई पारंती एवं प्रशंसार पात्र बनी जाई पारंती। आज वृष राशि व्यक्ति राजनीतिक सामाजिक क्षेत्र में आपणकर दक्षता वृद्धि करिवार अनेक चांस रहुची। तत्सहित वृष राशि व्यक्ति शिक्षार्थी विद्यार्थी मानक पई आज उत्तम युग बनौछि। आज वृष राशि व्यक्ति जो माने प्रेम संबंध रे जड़ित अछंती सेमानक पई आज मधुर संपर्क सृष्टि करिवार अनेक चांस रहुची, जहा आपणक राशि चक्र रु जणा पडुछि। आज वृष राशि व्यक्ति पारिवारिक संबंध अनेक भल रहिबो, जहा आपण निश्चित निज भितर भल मधुरता वार्तालाप करिबा पे उत्तम युग रहुछि एवं समस्त परिवार वर्गक सहित हस खुशी दिन कटिबो। तेबे आज वृष राशि व्यक्ति व्यापार वाणिज्य रे पूर्वरु जदि खेती करिथिबा अर्थ आज ताहार जहा कि भरण करिवार दिन कहिले अतिरिक्त हेबो नै। आपण को आज पर्याप्त व्यापार वाणिज्य रे लाभ प्राप्त करिवार पूर्ण सुयोग रहुछि वृष राशि व्यक्तिंकर। आज वृष राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही, जहा आपणक राशि चक्र जणा पडुछि। आज वृष राशि व्यक्तिंकर भाग्य संख्या रहिछि जहा कि 3, भाग्य रंग रहुछि जहा कि आपण माने बैगणी रंग यूज करि परिबे एवं ग्रह माने आपण को आज 95% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज दिनटे आपणक पई एक रोमांचक दिन होई पारे। प्रत्येक मुहूर्त आपन को खुशीर आनंद प्रदान करिवार पूर्ण युग रहुछि। तत्सहित आज प्रत्येक कार्य आपणकर निष्ठा सहकारे करिवे एवं दिनटी अति जहा कि मन खुशी भितरे कार्य करिवे। समस्त कार्य आपणकर सफलता मिलिबो। तत्सहित मिथुन राशि व्यक्ति आज कर्म क्षेत्र रे पूर्वरु अटकी जाइथिबा कार्य मध्ये संपूर्ण करिवे। तत्सहित मिथुन राशि व्यक्ति ऑफिस जनित कार्य रे आपण बहुत उत्साहित आनंदित रहिबे। आज मिथुन राशि व्यक्ति जहा कि राजनीतिक सामाजिक क्षेत्र रे आपणकर प्रतिष्ठा लाभ करिवार पूर्ण सुयोग देबो। तत्सहित मिथुन राशि व्यक्ति शिक्षार्थी विद्यार्थी मानक पई आज जहा कि महा आनंदर दिन कहले अतिरिक्त हेबो नाही। आज मिथुन राशि व्यक्तिंकर जहा कि प्रेम संबंध रे भल मधुर वार्तालाप करिवा पई उत्तम युग रहुछि। तत्सहित पारिवारिक संपर्क भल रहिबो। निज भितरे आज समस्त परिवार वर्गक सहित हस खुशी दिन कटिबार पूर्ण सुयोग रहुछि। आज मिथुन राशि व्यक्तिंकर अर्थजनित कारोबार रे आज अनेक सफलता प्राप्त करिबार पूर्ण सुयोग रहुछि। आज मिथुन राशि व्यक्ति जेकोनोसी अर्थजनित जहा कि आपणकर भाग्य पूर्ण साथ देउछि, तेणु अर्थजनित जेकोनोसी निष्पत्ति नबा पई उत्तम युग बनौछि। तत्सहित मिथुन राशि व्यक्तिंकर आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे। आज आपणकर कौनसी स्वास्थ्य समस्या रहिबो नाही। आज मिथुन राशि व्यक्तिंकर जहा कि भाग्य संख्या रहिछि 1, भाग्य रंग रहुछि आपण हळदी रंग यूज करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज दिनटी आपणक पई अनेक प्रकार चैलेंज आसीबो, जहाकू सामना करिबा आपणक पक्षे भारी कष्टकर। आपणकर भाग्य ग्रह
ଅନେକ ହତାଶ କରିଦେଇପାରେ ଏବଂ ଅଧିକ କାର୍ଯ୍ୟ ଆପଣଙ୍କୁ ଲୋଡ ପଡିପାରେ, ଯାହା ପାଇଁ ଆପଣ ମାନସିକ ସ୍ଥିତି ଭଲ ନ ରହିପାରେ। କର୍କଟ ରାଶି ବ୍ୟକ୍ତି, ଆଜି କର୍କଟ ରାଶି ବ୍ୟକ୍ତି କଥାବାର୍ତ୍ତା ବେଳେ ନିଶ୍ଚିତ ସାବଧାନ ରୁହନ୍ତୁ, ଆତ୍ମସଂଯମତା ରକ୍ଷା କରନ୍ତୁ, କାରଣ କେତେକ କଥାବାର୍ତ୍ତା ବେଳେ ଆପଣ ଅପ୍ରୀତିକର କଥାବାର୍ତ୍ତା କରି ଯାହାକି ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। କର୍କଟ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ସାବଧାନ ରୁହନ୍ତୁ, ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଧ୍ୟାନପୂର୍ବକ କରନ୍ତୁ, ଉପରସ୍ଥ କର୍ମଚାରୀଙ୍କ କଥା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଏବଂ କର୍କଟ ରାଶି ବ୍ୟକ୍ତି ଆଜି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଉହାଳିଆ କଥା କୁହନ୍ତୁ ନାହିଁ କିମ୍ବା କୌଣସି କଥାରେ ଆଗଭର ହୁଅନ୍ତୁ ନାହିଁ। ଆଜି ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ମାନସିକ ସ୍ଥିତି ଅସ୍ଥିରତା ଦେଖା ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ନିଜ ଭିତରେ ମନାନ୍ତର ହବାର ଅନେକ ଚାନ୍ସ ରହୁଛି। ଅଧିକ ଆତ୍ମଭର ଯୋଗୁଁ ନିଜ ସାଥୀଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇପାରେ। ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ନିଜ ଭିତରେ କିଛି ଅସହଯୋଗ କଥାବାର୍ତ୍ତା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ ନାହିଁ, ଯୁକ୍ତିତର୍କ କଳହଯୁକ୍ତ ହୋଇପାରେ। ତେଣୁ କର୍କଟ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଅନେକ କ୍ଷତି ସାମ୍ନା କରିବାକୁ ପଡିପାରେ। ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ହୋଇ ବେପାର ବାଣିଜ୍ୟ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଆପଣଙ୍କୁ ସାମ୍ନା କରିବାକୁ ପଡିବ। ବିଶେଷ କରି ଗୁଡ଼ ଜନିତ ଯନ୍ତ୍ରଣା ଆପଣଙ୍କୁ ନିଶ୍ଚିତ ଅନେକ ସମସ୍ୟା ପକେଇ ପାରେ କିମ୍ବା ଆପଣଙ୍କର ସ୍ୱାସ୍ଥ୍ୟଜନିତ ଯାହାକି ହଜମ ଜନିତ ସମସ୍ୟାରେ ମଧ୍ୟ ଆପଣ ପୀଡ଼ିତ ହୋଇପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଗୋଲାପୀ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଦିନ ହୋଇ ନପାରେ। ଅନେକ କ୍ଷେତ୍ରରେ ଆପଣଙ୍କ ନକାରାତ୍ମକ ଶକ୍ତି ଆପଣଙ୍କ ପାଖରେ ଦେଖା ଦେଇପାରେ। ତେଣୁ ଆପଣ ସାବଧାନ ସହକାରେ ନିଜର କାର୍ଯ୍ୟ କରନ୍ତୁ, ଆଦୌ ଅସାବଧାନତା ହୁଅନ୍ତୁ ନାହିଁ ଏବଂ ସଦାବେଳେ ସକାରାତ୍ମକ ଭାବନା ରଖନ୍ତୁ। କାର୍ଯ୍ୟରେ ଅନେକ ଚାପ ଆସିବ, ଯାହା ପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ। ତେବେ ସିଂହ ରାଶି ବ୍ୟକ୍ତି ମନ ଯଦି ସ୍ଥିରତା ନ ହଉଛି ତେବେ କିଛି ପ୍ରବଚନ ଶୁଣନ୍ତୁ କିମ୍ବା ସଙ୍ଗୀତ ଶୁଣନ୍ତୁ, ଯାହା ମାନସିକ ସ୍ଥିତି ଭଲ ରହିବ, କାର୍ଯ୍ୟ ପ୍ରତି ଉତ୍ସାହ ବଢିବ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୁଗ ରହୁଛି। ତତ୍ ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଅଶାନ୍ତିର ଦିନ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଭଲ ମଧୁର କଥାବାର୍ତ୍ତା ଭିତରେ ଅନେକ ଯୁକ୍ତିତର୍କ ମନାନ୍ତର ହବାର ଚାନ୍ସ ରହୁଛି। ତେଣୁ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ପ୍ରେମ ସମ୍ପର୍କ ମଧ୍ୟ ବାଧାବିଘ୍ନ ଆସିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ ସିଂହ ରାଶି ବ୍ୟକ୍ତି। ତତ୍ ସହିତ ସିଂହ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡିବ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ନିଜର ଖର୍ଚ୍ଚକୁ ଅଧିକ ଧ୍ୟାନ ଦିଅନ୍ତୁ। ଆବଶ୍ୟକ ସ୍ଥଳେ କୌଣସି ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ନିଶ୍ଚିତ ସାବଧାନ ହେଇଯାଆନ୍ତୁ ଏବଂ ନିଶ୍ଚିତ ଆଜି ଅର୍ଥଜନିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଭଲ ସୁଯୋଗର ଦିନ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରଦାନ କରିବ। ନୂଆ ଆଶା ଆଜି ପୂରଣ ହେବ। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ଉତ୍ତମ ଦିନ ହୋଇପାରେ। ଆପଣଙ୍କର କାର୍ଯ୍ୟକୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଆଜି ହେଉଛି ଆପଣଙ୍କ ପାଇଁ ପ୍ରମୁଖ ଦିନ ହୋଇପାରେ।
ତେବେ ନିଜର କାର୍ଯ୍ୟ ତ ସମସ୍ତ କାର୍ଯ୍ୟ ସଫଳତା ପାଇବେ, ତତ୍ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ପୂର୍ଣ୍ଣ କରିବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକୁ ବହୁତ ଆନନ୍ଦିତ ଉତ୍ସାହ ସହକାରେ କାର୍ଯ୍ୟ କରିବେ ଏବଂ ସମସ୍ତ କଠିନ ପରିଶ୍ରମର ଆଜି ସଫଳତା ନିଶ୍ଚିତ ଆପଣଙ୍କୁ ମିଳିବ, ଯାହା କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ, ଯାହାକି ମହା ଆନନ୍ଦରେ ଦିନ କଟିବାର ସୁଯୋଗ ଦେବ। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡିତ ସେମାନଙ୍କ ପାଇଁ ଆଜି ନିଶ୍ଚିତ ଏକ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଯାହାକି ନିଶ୍ଚିତ ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ। ତତ୍ସହିତ ଆଜି ଦିନଟି ଅତି ସୁଖମୟ ଏବଂ ବହୁତ ହସ ଖୁସିରେ ପ୍ରେମ ସମ୍ବନ୍ଧରେ କଟିବାର ସୁଯୋଗ ଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ପରିବାର ସମସ୍ତ ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଅତି ଉତ୍ତମ ଦିନ ହୋଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ତତ୍ସହିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ, ଯାହା କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ଆୟ ଆପଣ କିଛି ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4 ଏବଂ ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଆପଣଙ୍କର ଭାଗ୍ୟ ଗ୍ରହ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ଅନୁକୂଳ ହେବ। ଆଜି ଆପଣ ମନରେ ଟିକେ ବ୍ୟାକୁଳତା ବଢିବ, ଆପଣଙ୍କର ଆତ୍ମବିଶ୍ୱାସ ହିଁ ସଫଳତାର ଚାବିକାଠି ହୋଇପାରେ ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟ ଆପଣ ନିଶ୍ଚିତ ସହଜରେ ପୂରଣ କରିବାର କ୍ଷମତା ଅଛି। ତତ୍ସହିତ ଆଜି କର୍ମକ୍ଷେତ୍ରରେ ତ ଆଗେଇବା ସହିତ ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ମଧ୍ୟ ବହୁତ ସନ୍ତୁଷ୍ଟତା ଏବଂ ପରିଚାଳନା କରିବାରେ ସକ୍ଷମ ହେବେ ଏବଂ ଉଚ୍ଚ କର୍ମଚାରୀଙ୍କ ଠାରୁ ନିଶ୍ଚିତ ପ୍ରଶଂସା ପାଇବାର ଅଧିକାରୀ ବନିଯାଇ ପାରନ୍ତି ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବା ସହିତ ଆପଣ ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି, ଯାହାକି ଆଜି ଦିନଟି ଆପଣଙ୍କ ପାଇଁ ସୁଖମୟ ଦିନ ହୋଇପାରେ। ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ କିଛି ମଧୁର ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ଦଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଅନେକ ପାରିବାରିକ ସମ୍ପର୍କ ପୂର୍ବରୁ ଯଦି ଥିବ ତାହା ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି, କିନ୍ତୁ କେତେକ ସନ୍ତାନ ନେଇ ଆପଣ ଚିନ୍ତିତ ହୋଇପାରନ୍ତି ତୁଳା ରାଶି ବ୍ୟକ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ଆଜି ତୁଳା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ଆପଣଙ୍କର ବେପାର ବାଣିଜ୍ୟରେ କିଛି ମାତ୍ର ସମସ୍ୟା ସାମ୍ନା କରିବାକୁ ପଡିବ ବା ଅର୍ଥ ହାନି ହୋଇପାରେ, ଆୟ ଠାରୁ ବ୍ୟୟ ଅଧିକା ହୋଇପାରେ, ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ପୂର୍ଣ୍ଣ ସୁସ୍ଥ ରହିବେ, ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଆପଣ ମାନେ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଫଳତାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କର ଲକ୍ଷ୍ୟ ହାସଲ କରିବା ଆପଣଙ୍କୁ ବହୁତ କଷ୍ଟକର ହୋଇପାରେ, ତେଣୁ ବିଛା ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା। ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ ଆବଶ୍ୟକତା ନିହାତି ରହୁଛି ଏବଂ ପ୍ରମୁଖ ନିଷ୍ପତ୍ତି ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରିଲେ ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଆଜି ନିଶ୍ଚିତ ଭଲ ରହିବ। ଆଜି ବିଛା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଅନେକ ଚାପ ଆସିବ, ଯାହାକି ମାନସିକ ସ୍ଥିତି ଭଲ ରହିବ ନାହିଁ ଏବଂ ମନରେ ଅନେକ ଅସୁରକ୍ଷିତ ଭାବନା ଆସିବ, ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ନିହାତି ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତି
ଆପଣ କର୍ମ କ୍ଷେତ୍ରରେ ଚାପ ଆସିବା ସହିତ ଚାକିରି କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଆସିବ, ଯାହାକୁ ପରିଚାଳନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତି ଆପଣ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ବିଛା ରାଶି ବ୍ୟକ୍ତି ଆପଣ ଯେକୌଣସି ଚାକିରି ସମ୍ବନ୍ଧ କାର୍ଯ୍ୟ କିମ୍ବା ନିଜ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ନିଜର ଭଲ ବାର୍ତ୍ତାଳାପ ନ ରହିପାରେ। ଆପଣ ଟିକେ ଭାବକୁ ନିୟନ୍ତ୍ରଣ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। କେବେ ନିବିଡ଼ ସମ୍ପର୍କ ଭିତରେ କିଛି ମତଭେଦ ଆସିପାରେ, ତେଣୁ ଏହା ପ୍ରତି ବିଛା ରାଶି ବ୍ୟକ୍ତି ଧ୍ୟାନ ଦିଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣ ଅନେକ ପ୍ରକାର ମତଭେଦ ଆସିପାରେ। ନିଜ ଭିତରେ ପରିବାର ବର୍ଗଙ୍କ ସହିତ କିଛି ମନାନ୍ତର ହବାର ଚାନ୍ସ ରହୁଛି, ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କଳହ ଯୁକ୍ତି ତର୍କ କରନ୍ତୁ ନାହିଁ, କାରଣ ଆଜି କଳହ ଯୁକ୍ତି ତର୍କ ହବାର ଅନେକ ଚାନ୍ସ ରହୁଛି। ଯଦି ବେପାର ବାଣିଜ୍ୟରେ ଆଜି ନିଷ୍ପତ୍ତି ନେଉଛନ୍ତି, ତାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ କ୍ଷତିରେ ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଆଜି ବିଛା ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ବେପାର ବାଣିଜ୍ୟ ଯେଉଁମାନେ କରୁଥିବେ ବିଛା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ହୋଇଯାଆନ୍ତୁ ଏବଂ ନିଶ୍ଚିତ ନିଜର ବୁଦ୍ଧି ପ୍ରୟୋଗ କରି ସମସ୍ତ ବେପାର ବାଣିଜ୍ୟ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଆପଣ ଜଡ଼ିତ ହୋଇପାରନ୍ତି। ବିଶେଷ କରି ଆପଣଙ୍କର ଆଜି ନିଦ୍ରା ଅଭାବ ଜନିତ ରୋଗ ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏହା ପ୍ରତି ମାନସିକ ସ୍ଥିତି ଆପଣଙ୍କର ଭଲ ନ ରହିପାରେ ଏବଂ ଅନେକ କ୍ଷେତ୍ରରେ ଆପଣ ବିଚଳିତ ଏବଂ ଯାହାକି ଆପଣଙ୍କ ପାଖରେ କଳହ କରିବାର ସାମ୍ନା କରିବାକୁ ପଡ଼ିପାରେ ବା ଆପଣ ବହୁତ ରାଗି ଯାଇପାରନ୍ତି ନିଜର କର୍ମକ୍ଷେତ୍ରରେ ନିଦ୍ରା ଅଭାବରୁ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ଏକ ଉପାୟ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଷ୍ଟ୍ରଙ୍ଗ ମାଇଣ୍ଡ ହିସାବରେ କାର୍ଯ୍ୟ କରନ୍ତୁ। ଆପଣଙ୍କର ନିଷ୍ଠା ଆବଶ୍ୟକ ରହିଛି, ତଥାପି କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କୁ ଭାଗ୍ୟ ଗ୍ରହ ସାଥ ଦେଉନାହିଁ। ଆଜି ନିରାଶାବାଦୀ ଚିନ୍ତାଧାରା ଆପଣଙ୍କୁ ନିଶ୍ଚିତ ଜାଗ୍ରତ ହୋଇପାରେ ଆପଣଙ୍କ ମନ ଭିତରେ। ତତ୍ସହିତ ଅନେକ ସକାରାତ୍ମକ କାର୍ଯ୍ୟ ମଧ୍ୟ ଆପଣଙ୍କ ନକାରାତ୍ମକ କାର୍ଯ୍ୟରେ ଗଣିତ ହୋଇପାରେ, କାରଣ ଆଜି ଧନୁ ରାଶି ବ୍ୟକ୍ତିଙ୍କର ଘାତ ଚନ୍ଦ୍ର ଯୁଗ ରହୁଛି। ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। ଅନେକ କାର୍ଯ୍ୟରେ ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ। ଆପଣ ବିଚଳିତ ହୋଇପାରନ୍ତି ଧନୁ ରାଶି ବ୍ୟକ୍ତି, ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଧନୁ ରାଶି ବ୍ୟକ୍ତି ଆଜି ଧନୁ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଅନେକ ବିଫଳତା ସାମ୍ନା କରିବାକୁ ପଡ଼ିବ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ଆଜି ଅସଫଳତାର ଦିନ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ହସ ହାନି ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ମନାନ୍ତର କ୍ରୋଧର ଶିକାର ହୋଇପାରନ୍ତି, ଯୁକ୍ତିତର୍କ ଭୁଲ ବୁଝାମଣାରେ ଜଡ଼ିତ ହୋଇପାରନ୍ତି, ଯାହା ଧନୁ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡ଼େ। ତେବେ ଧନୁ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ନିଜ ଭିତରେ ଅନେକ ମତାନ୍ତର ହବାର ଚାନ୍ସ ରହୁଛି। ତେଣୁ ପରିବାର ସମ୍ପର୍କକୁ ନିଶ୍ଚିତ ଧ୍ୟାନ ପୂର୍ବକ ନିଜର ସମାଧାନ କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଦେଖେ ପରିବାର ସମ୍ପର୍କ ମଧ୍ୟ ଭଲ ରହିବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟ କରୁଥିଲେ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ। ତେବେ ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସାବଧାନ ସହକାରେ କରନ୍ତୁ। ସାବଧାନ ସହକାରେ କରିଲେ ନିଶ୍ଚିତ ଲାଭ ପ୍ରାପ୍ତ କରିବାର ସୁଯୋଗ ମିଳିପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ସାମ୍ନା କରିବାକୁ ପଡ଼ିପାରେ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସଫଳତା ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆପଣଙ୍କ ଆତ୍ମବିଶ୍ୱାସ ହିଁ ଆପଣଙ୍କୁ ସଫଳତାର ଏକ ଚାବିକାଠି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କର ଆଜି ଉଚ୍ଚ ଆଶା ପୂର୍ଣ୍ଣ ହବାର ପୂର୍ଣ୍ଣ ସୁଯୋଗ ରହୁଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମକର ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି
ନିଜର ଦକ୍ଷତା ପ୍ରଦର୍ଶନ କରି ଉପରସ୍ଥ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ ହବାର ଅନେକ ଚାନ୍ସ ରହୁଛି ଏବଂ ପ୍ରଶଂସାର ପାତ୍ର ବନି ଯାଇ ପାରନ୍ତି ଉପରସ୍ଥ କର୍ମଚାରୀଙ୍କ ଠାରେ ମକର ରାଶି ବ୍ୟକ୍ତି। ଆଜି ମକର ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରନ୍ତି। ଭଲ ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଯୁଗ ଏବଂ ଆଜି ଭଲ ବୁଝାମଣା ଦୁଇ ଜଣଙ୍କ ଭିତରେ ଦେଖାଦେବ। ଆଜି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସମ୍ବନ୍ଧ ଅତି ସୁଖମୟ ଦିନ କଟିବ ଏବଂ ସମସ୍ତ ପରିବାର ବର୍ଗଙ୍କ ସହିତ ମିଳିମିଶି ଯାହାକି ଆଜି ସୁରକ୍ଷରେ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନେଇ ପାରେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ର ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କୁ ନିଶ୍ଚିତ ଆଜି ସଫଳତା ପ୍ରଦାନ କରିବାର ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ। ଯାହା ଆପଣ ଯଦି ଧ୍ୟାନ ସହକାରେ କରିବେ କୌଣସି କାର୍ଯ୍ୟରେ ଆପଣ ବିଫଳତା ସାମ୍ନା କରିବାକୁ ପଡିବ ନାହିଁ ଏବଂ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ସମ୍ପୂର୍ଣ୍ଣ ଆପଣ ଫିଟ୍ ରହିବେ ମକର ରାଶି ବ୍ୟକ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଅନେକ ପ୍ରକାର ପରିଶ୍ରମ ସତ୍ତ୍ୱେ ଆପଣଙ୍କୁ ବିଭିନ୍ନ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିପାରେ। ତେଣୁ କୁମ୍ଭ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ନିଜର କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କଲେ କିଛି ମାତ୍ରାରେ ସଫଳତା ପାଇବେ। ତେବେ ଆଜି କାର୍ଯ୍ୟରେ ଅନେକ ଚାପ ଆସିବ ଯାହାକି ମାନସିକ ସ୍ଥିତି ଭଲ ରହିବ ନାହିଁ। କୁମ୍ଭ ରାଶି ବ୍ୟକ୍ତି ଅନେକ ପ୍ରକାର ଅସ୍ଥିରତା ଦେଖାଦେବ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ନିଜର କର୍ମକ୍ଷେତ୍ରରେ ଚାପ ଯୋଗୁଁ ଆପଣ ବହୁତ କ୍ରୋଧିତ ହୋଇପାରନ୍ତି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ ଏବଂ ଚାକିରି ସମ୍ବନ୍ଧରେ କାର୍ଯ୍ୟ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଜଡିତ ହୋଇପାରନ୍ତି ଏବଂ କାର୍ଯ୍ୟରେ ଭୁଲ ହବାର ଚାନ୍ସ ରହୁଛି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ। ଅନେକ ସମସ୍ୟା ମାନସିକ ସ୍ଥିତି ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ମଧୁର ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଯୁଗ ନୁହେଁ। ନିଜ ଭିତରେ ଅଶାନ୍ତି ସୃଷ୍ଟି ହୋଇପାରେ ଏବଂ ଯୁକ୍ତିତର୍କ ମଧ୍ୟ ହୋଇପାରେ। ବିଶେଷ କରି ପ୍ରେମ ପାଇଁ ଆଜି ପରିବେଶ ଆଦୌ ଭଲ ନୁହେଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପାରିବାରିକ ବର୍ଗ ଭିତରେ ଯାହାକି କଳହ ମନାନ୍ତର ହବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ପୂର୍ବକ ନିଜର ପରିବାରକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣଙ୍କର ପରିସ୍ଥିତି ଅନେକ ପ୍ରକାର ସମସ୍ୟା ଭିତରେ ଜଡିତ ହୋଇପାରନ୍ତି ଏବଂ ଅବାଞ୍ଛିତ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ସହକାରେ କରନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ମୁଣ୍ଡ ବିନ୍ଧାର ଶିକାର ହୋଇପାରନ୍ତି। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ରହୁଛି ଯାହାକି କମଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣର ରହୁଛି। ଅନେକ କାର୍ଯ୍ୟ ଆପଣ ସଫଳତା ପାଇବା ସହିତ ଅନେକ କାର୍ଯ୍ୟ ବିଫଳତା ସାମ୍ନା କରିବାକୁ ପଡିବ। ତେବେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆଜି ଟିକେ ବିଳମ୍ବ ହୋଇପାରେ। ଦିନକୁ ଯଦି ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବେ ତେବେ ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରଗତି କରିବ। କର୍ମକ୍ଷେତ୍ରରେ ଆପଣ ଉତ୍ସାହଜନକ ସହକାରେ କାର୍ଯ୍ୟ କରନ୍ତୁ ତେବେ ଯାଇ ସଫଳତା ପାଇବେ, ନହେଲେ ବିଫଳତା ସାମ୍ନା କରିବାକୁ ପଡିବ। ତେବେ ଆପଣ ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅନେକ ଚାପର ସାମ୍ନା କରିବାକୁ ପଡିବ ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଆସିବ। ତେବେ ଚ୍ୟାଲେଞ୍ଜକୁ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କୌଣସି ଚ୍ୟାଲେଞ୍ଜ ଆପଣଙ୍କୁ କଷ୍ଟ ଦେବ ନାହିଁ ଏବଂ ସମସ୍ତ ଚ୍ୟାଲେଞ୍ଜ ସାମ୍ନା କରି ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି ମୀନ ରାଶି ବ୍ୟକ୍ତି। ତେବେ ମୀନ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭାଗ୍ୟ ଗ୍ରହ ରହୁଛି ମଧ୍ୟମ ଧରଣର। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରର ଦୃଷ୍ଟିରୁ ଦେଖିଲେ ଆପଣଙ୍କ ପାଇଁ ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଭଲ ମଧୁର ବାର୍ତ୍ତାଳାପ କରିବା ପାଇଁ ଅନେକ ପ୍ରକାର ସମସ୍ୟା ଭିତରେ ଜାଗ୍ରତ ହୋଇପାରନ୍ତି ମୀନ ରାଶି ବ୍ୟକ୍ତି।
ତେଣୁ ମୀନ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। ପ୍ରେମ ସମ୍ବନ୍ଧ ଭିତରେ ଖରାପ ଏବଂ ଯାହାକି ମାନସିକ ଅସ୍ଥିରତା ରହିବ ଭୁଲ ବୁଝାମଣା ଯୋଗୁଁ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ନିଜ ଭିତରେ ଅନେକ ସମସ୍ୟା ଭିତରେ ସମ୍ମୁଖୀନ ହୋଇପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡିଥିବେ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ସମସ୍ୟା ଭିତରେ ଜଡ଼ିତ ହୋଇପାରନ୍ତି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଅର୍ଥଜନିତ ରିସ୍କ ନିଅନ୍ତୁ ନାହିଁ, କାରଣ ଆଜି ଅର୍ଥଜନିତ କ୍ଷେତ୍ରରେ ଅନେକ ସମସ୍ୟା ଭିତରେ ଜଡ଼ିତ ହୋଇପାରନ୍ତି ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଆପଣ ଜଡ଼ିତ ହୋଇପାରନ୍ତି, ବା ସ୍ୱାସ୍ଥ୍ୟ ସମସ୍ୟା ଆପଣ ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ଅନେକ ପ୍ରକାର ସମସ୍ୟା ଆହୁରି ଉପୁଜି ପାଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଟିକେ ବ୍ୟାୟାମ କରନ୍ତୁ, ଯୋଗ କରନ୍ତୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଏହା ମାଧ୍ୟମ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି 60% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।